ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କବି ପ୍ରସନ୍ନ ପାଠଶାଣୀ ମହାବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ପ୍ରସାର ନିମନ୍ତେ ନୂଆ ଓ ଯୋଜନାର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ କରାଯାଇଥିଲା। ଏଥିରେ ଅତିଥି ଭାବରେ ସମାଜସେବୀ ଦୁଶାସନ ଗୁମାନ ସିଂ, ବରିଷ୍ଠ ସାମ୍ବାଦିକ ରମାବଲ୍ଲଭ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ ମିହିର ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଏବଂ ଓଡ଼ିଆ ବିଶ୍ୱସ୍ତରରେ ଆମର ଯେଉଁ ଭାଷା ରହିଛି, ଓଡ଼ିଆ ଭାଷା ରହିଛି, କେମିତିକା ପ୍ରତ୍ୟେକ କାର୍ଯ୍ୟରେ ଲୋକଙ୍କୁ ସାହାଯ୍ୟ କରିବା ସହିତ ତାହା ରୋଜଗାରକ୍ଷମ କରିବ, ତାହା ପାଇଁ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦ୍ୱିତୀୟ କଥା ହେଉଛି ଓଡ଼ିଶା ସରକାରଙ୍କର ଏହି ଉଦ୍ୟମ ପିଲାଙ୍କ ପାଖରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ସହିତ ତାଙ୍କ ପାରଦର୍ଶିତାକୁ ସେମାନେ ପ୍ରତିଷ୍ଠା କରିପାରିବେ, ଯାହାକି ପିଲାଙ୍କର ସାମଗ୍ରିକ ବିକାଶ, ତାଙ୍କ ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ପାଇଁ ଏହା ସହାୟକ ହେବ। इते बसरे आमे आज जो ओडिया भाषा साहित्य जगन्नाथ संस्कृतिर कार्यक्रम गोटे शेष दिन में आम आज पहुँचीचु। जो कार्यक्रम आम कॉलेज रे 8 दिन धरी चली से साहित्य कला क्विज आउ डांस जो भजन जनान उपरे डांस एमती अनेक प्राय 12टी विभाग रे आमे कंपिटिशन करिछु। से कृति प्रतियोगी माने बहुत संख्यार पिला माने जोग देइथिले। सबु विभाग रे अति कम रे 40-50 पिला माने जोग देइछन्ती। से माने निज प्रतिभार अन्वेषण करिबा पई यहा गोटे बढ़िया प्लेटफॉर्म। ओडिशा सरकार ये जो अभिनव उपाय अभिनव प्रयास बोध हुए पिला मानक पई निश्चित भाव रे शुभदायक हबो। सेमानक अंतर्निहित शक्तिर अभिवृद्धि रे यह सहायक हबो।